ଆଜିର ପ୍ରସଙ୍ଗ ସୁସ୍ଥ ନାରୀ ସଶକ୍ତ ପରିବାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ନୀନା ସାହୁ। ଭାରତର ନାରୀ ଶକ୍ତି ଦେଶ ପ୍ରଗତିର ଭିତ୍ତିଭୂମି ପକାଇଥାଏ। ମା ସୁସ୍ଥ ରହିଲେ ସମଗ୍ର ପରିବାର ସୁସ୍ଥ ରହିଥାଏ ଏବଂ ପ୍ରଗତି ମଧ୍ୟ ସୁନିଶ୍ଚିତ ହୋଇଥାଏ। ଦେଶର ନାରୀ ସମାଜର ଉନ୍ନତି ତଥା ମହିଳା ସଶକ୍ତିକରଣ ଲକ୍ଷ୍ୟ ନେଇ ସମଗ୍ର ଦେଶରେ ଆଜିଠାରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାରଠାରେ ଏହି ଅଭିଯାନର ଶୁଭାରମ୍ଭ କରିବା ସହ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ପାଳନକୁ ମଧ୍ୟ ଆରମ୍ଭ କରିଛନ୍ତି। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ। ମାତୃସ୍ୱାସ୍ଥ୍ୟ, ପୋଷଣ, ସୁସ୍ଥତା ତଥା ସଶକ୍ତିକରଣ ଲକ୍ଷ୍ୟ ନେଇ ଏହି ଅଭିଯାନ ଅଧୀନରେ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସାମୂହିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସରକାରୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନଗୁଡ଼ିକରେ ଏଥିପାଇଁ ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରାଯିବ। ମହିଳା ଏବଂ ଶିଶୁଙ୍କ ପାଇଁ ଏହା ଏକ ସର୍ବବୃହତ୍ ପଦକ୍ଷେପ ହେବ ବୋଲି ଆକଳନ କରାଯାଇଛି। ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ନାରୀଙ୍କ ସ୍ୱାସ୍ଥ୍ୟ ଏକ ଜାତୀୟ ପ୍ରାଥମିକତା। ଗର୍ଭବତୀ ମହିଳା ଏବଂ ଝିଅମାନଙ୍କ ପାଇଁ ଉପଯୁକ୍ତ ପୁଷ୍ଟି ସୁନିଶ୍ଚିତତାକୁ ଦୃଷ୍ଟିରେ ରଖି ସରକାର ମିଶନ ମୋଡ୍ରେ କାର୍ଯ୍ୟ କରୁଛନ୍ତି। ବିକାଶଶୀଳ ରାଷ୍ଟ୍ର ଭାରତରେ ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ ଅତ୍ୟନ୍ତ ଜରୁରୀ। ଏହି ଲକ୍ଷ୍ୟ ହାସଲ ପାଇଁ 2017 ମସିହାରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଆରମ୍ଭ ହୋଇଥିବା ଶ୍ରୀ ମୋଦି କହିଛନ୍ତି। ଏହି ଯୋଜନା ଅଧୀନରେ ପ୍ରଥମ ସନ୍ତାନ ଜନ୍ମ ସମୟରେ 5,000 ଟଙ୍କା ଏବଂ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ସମୟରେ 6,000 ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 4.5 କୋଟି ଗର୍ଭବତୀ ମହିଳା ଉପକୃତ ହେବା ସହିତ 19,000 କୋଟିରୁ ଅଧିକ ଅର୍ଥରାଶି ବଣ୍ଟନ କରାଯାଇଛି। ଆଜି ଗୋଟିଏ ଦିନରେ 15 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସହାୟତା ରାଶି ବାବଦରେ 450 କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ସଚେତନତା ଏବଂ ସମ୍ବଳ ଅଭାବତା ଯୋଗୁଁ କୌଣସି ମହିଳା ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବା ଉଚିତ ନୁହେଁ। ଶ୍ରୀ ମୋଦି କହିଛନ୍ତି, ଏହି ଅଭିଯାନ ଅଧୀନରେ ମହିଳାମାନଙ୍କର ରକ୍ତଚାପ ଓ ମଧୁମେହତାରୁ ଆରମ୍ଭ କରି ଯକ୍ଷ୍ମା ଏବଂ କର୍କଟ ରୋଗ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ପରୀକ୍ଷା ନିରୀକ୍ଷା କରାଯିବ। ଏପରିକି ହିତାଧିକାରୀଙ୍କୁ ନିଃଶୁଳ୍କ ଔଷଧ ପ୍ରଦାନର ମଧ୍ୟ ବ୍ୟବସ୍ଥା ରହିଛି। ଅଧିକ ଚିକିତ୍ସା ପାଇଁ ଆୟୁଷ୍ମାନ କାର୍ଡ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର 17 ତାରିଖ ଏକ ଐତିହାସିକ ଦିବସ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହ ସଂକଳ୍ପର ଏହା ସାକ୍ଷୀ ହୋଇ ରହିଛି। ଆଜିର ଦିବସରେ ଭାରତୀୟ ସେନା ହାଇଦ୍ରାବାଦକୁ ଅନେକ ଅତ୍ୟାଚାରରୁ ମୁକ୍ତ କରି ଭାରତ ସହିତ ସାମିଲ କରାଇଥିଲେ। ତେଣୁ ଆଜି ହାଇଦ୍ରାବାଦରେ ମୁକ୍ତି ଦିବସ ପାଳନ କରାଯାଉଛି। ଏହି ଅବସରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସୁମନ ସଖୀ ଚାଟ୍ବଟ୍ର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଗ୍ରାମୀଣ ଏବଂ ଦୂରଦୂରାନ୍ତ ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ସମୟୋଚିତ ଏବଂ ସଠିକ୍ ସୂଚନା ପ୍ରଦାନ କରିବାରେ ଏହି ଚାଟ୍ବଟ୍ ଉପଯୋଗୀ ହେବା ସହିତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବାର ଉପଲବ୍ଧତାକୁ ସୁନିଶ୍ଚିତ କରିବ। ରକ୍ତଶିକୁଳି ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ରାଜ୍ୟ ପାଇଁ 1 କୋଟି ସିକିଲ୍ ସେଲ୍ ସ୍କ୍ରିନିଂ ଏବଂ ପରାମର୍ଶ କାର୍ଡ ବଣ୍ଟନ କରିଛନ୍ତି। ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଗତ 11 ବର୍ଷ ମଧ୍ୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ବ୍ୟାଙ୍କ ସଖୀ ଏବଂ ଡ୍ରୋନ୍ ଦିଦି ଅଭିଯାନ ଗ୍ରାମୀଣ ଅର୍ଥନୀତିକୁ ଅଧିକ ଗତିଶୀଳ କରିପାରିଛି। ଦେଶରେ ଆର୍ଥିକ ବିକାଶ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱକର୍ମା ପୂଜା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସଫଳତାକୁ ବର୍ଣ୍ଣନା କରିଛନ୍ତି। ଏହି ଯୋଜନାରେ ସାମିଲ ହୋଇଥିବା ପାରମ୍ପରିକ ହସ୍ତଶିଳ୍ପ କାରିଗରଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଏହି ବିଶ୍ୱକର୍ମାମାନେ ପ୍ରେରଣାଦାୟକ ଶକ୍ତି ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ 30 ଲକ୍ଷରୁ ଅଧିକ କାରିଗରଙ୍କୁ ସହାୟତା ପ୍ରଦାନ କରାଯାଇପାରୁଛି। 6 ଲକ୍ଷରୁ ଅଧିକ ବିଶ୍ୱକର୍ମା ଅଂଶୀଦାରଙ୍କୁ ନୂତନ ଉପକରଣ ପ୍ରଦାନ ସହିତ 4,000 କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କରାଯାଇସାରିଛି। ସେମାନଙ୍କର ଦକ୍ଷତା ବୃଦ୍ଧି ତଥା ଆଧୁନିକ ଉପକରଣ ଏବଂ ଡିଜିଟାଲ ମାର୍କେଟିଂର ସୁବିଧା ଏହି ଯୋଜନା ଅଧୀନରେ ପ୍ରଦାନ କରାଯାଇପାରୁଛି। ଏକ ପେଡ୍ ମା କେ ନାମ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।